ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ମୁଁ ସ୍ୱାଗତ କରୁଛି ଆପଣମାନଙ୍କୁ ଏଇ ଭିଡ଼ିଓକୁ। ଆକ୍ଚୁଆଲି ଆମେ ଯେତେବେଳେ ଅପରେଟର ସିଙ୍କନାଇଜ୍ କରୁଛେ, ସେତେବେଳେ ଗୋଟେ ଆଇରିସ୍ ଦେଲା ପରେ ଗୋଟେ ଏରର୍ ଆସୁଛି, ଏରର୍ ହ୍ୱାଇଲ୍ କଲିଂ ଆଡମିନ୍ ସର୍ଭର ରିକ୍ୱେଷ୍ଟ। ତ ତାହାର ସଲ୍ୟୁସନ୍ କ'ଣ? ଏଇ ଇସ୍ୟୁ କାହିଁକି ଦେଖଉଛି? ଆପଣମାନଙ୍କୁ କିଛି ଓରିଡ୍ ହେବାର ନାହିଁ। ଆକ୍ଚୁଆଲି ଇଏ କୌଣସି ପ୍ରକାର ସର୍ଭର ଇସ୍ୟୁ ନୁହଁ, କୌଣସି ପ୍ରକାର ସିଷ୍ଟମ୍ ଇସ୍ୟୁ ନୁହଁ। ଏହା କେବଳ ଏହା ଇସ୍ୟୁ ଯେ ଆପଣମାନେ ଯେତେବେଳେ ଆଇରିସ୍ କ୍ୟାଚ୍ କରୁଛନ୍ତି କି ଆଇରିସ୍ ଦେଉଛନ୍ତି, ସେତେବେଳେ ଆପଣମାନେ ଆଇରିସ୍ ଦେଲା ଟାଇମ୍ରେ ହ୍ୱାଇଟ୍ ହେଇଯାଉଛି। ଯେଉଁ ଆଇରିସ୍ ଆପଣ କ୍ୟାଚ୍ କରୁଛନ୍ତି, ଆଇଦର ଆପଣଙ୍କ ସେଣ୍ଟରରେ ଅଧିକା ଲାଇଟ୍ ହେଉଛି, କି ଆଇଦର ଆପଣଙ୍କ ସେଣ୍ଟରରେ ଖରା ମୁହାଁ ଅଛି, ଖରା ପଡ଼ୁଛି, ଯେଉଁଥିଲାଗି କି ସର୍ଭର ସହିତ କନେକ୍ଟ ହେଇପାରୁନି ଆମର ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍। ସେଥିପାଇଁ ଏ ଏରର୍ ଦେଖାଉଛି। ତ ଆପଣମାନଙ୍କୁ ଓରିଡ୍ ହେବାର ନାହିଁ କି ଟେନସନ୍ ନେବାର ନାହିଁ। ଇଏ କୌଣସି ପ୍ରକାର ସର୍ଭର ଇସ୍ୟୁ ନୁହେଁ। ତ ଆପଣମାନେ ନିଜର ଆଇରିସ୍କୁ ସଠିକ୍ ଭାବରେ ଦିଅନ୍ତୁ। ଠିକ୍ ରୂପରେ ଦେଲେ ଏହା ସକ୍ସେସଫୁଲ୍ ଅପରେଟର ସିଙ୍କନାଇଜ୍ ହୋଇଯିବ। ଏହା କୌଣସି ପ୍ରକାର ଟେକ୍ନିକାଲ ସର୍ଭର ଇସ୍ୟୁ ନୁହଁ। ସେଥିପାଇଁ ଆପଣମାନଙ୍କୁ ଟେନସନ୍ ନେବାର କୌଣସି କାର୍ଯ୍ୟ ହିଁ ନାହିଁ। ଧନ୍ୟବାଦ।